ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନଙ୍କୁ ମୋର ହୃଦୟର ସହିତ ଆନ୍ତରିକ ନମସ୍କାର। ଆପଣ ଯେପରି ଥମ୍ବନେଲରେ ଦେଖିଲେ ଜେରୁସାଲେମ ସହର, ହଁ ବନ୍ଧୁଗଣ, ଜେରୁସାଲେମ ସହର ବିଷୟରେ ମୋର ଚ୍ୟାନେଲରେ ଅଲରେଡ଼ି ଭିଡ଼ିଓ ଅଛି। ତଥାପି ଆପଣମାନେ ହୁଏତ ଭାବୁଥିବେ ପୁଣି ଥରେ ଜେରୁସାଲେମ ବିଷୟରେ କାହିଁକି। ଆମେମାନେ ଜେରୁସାଲେମ ବିଷୟରେ ଜାଣିବା ନିହାତି ଦରକାର, ଆବଶ୍ୟକ ଏହି ନିମନ୍ତେ କାରଣ ଏହା ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ନଗରୀ ଅଟେ। ଆମେ ଯେତେଥର ଏହି ବିଷୟକୁ ଦେଖିବା ସେତେଥର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ବିଷୟ, ତାଙ୍କର ମୃତ୍ୟୁ ବିଷୟ, ତାଙ୍କର ପୁନରୁତ୍ଥାନ ବିଷୟ, ଏପରି କହିବାକୁ ଗଲେ ସମ୍ପୂର୍ଣ୍ଣ ରୂପରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜୀବନୀକୁ ଆମେମାନେ ସ୍ମରଣ କରିପାରିବା। ସେଥି ନିମନ୍ତେ ଆମେମାନେ ଜେରୁସାଲେମ ବିଷୟରେ ଜାଣିବା ଦରକାର। ଜାଫା ଗେଟ୍, ବର୍ତ୍ତମାନ ଆପଣ ଯାହା ଦେଖୁଛନ୍ତି ଇସ୍ରାଏଲ ଦେଶରେ ଜାଫା ବୋଲି ଗୋଟିଏ ଜାଗା ଅଛି। ଏଇଟା ହେଉଛି ତା'ର ଗେଟ୍ ଏବଂ ବାହାରେ ଏହିପରି ଭାବରେ ଅନେକ ବିଷୟ କିଣାବିକା କରାହୁଏ। ଏଠାରେ ଅନେକ ସୁନ୍ଦର ସୁନ୍ଦର ଜିନିଷ ସବୁ ମିଳେ। ଏପରିକି ଆମର ଭାରତବର୍ଷରୁ, ଆମର ଭାରତ ଦେଶରୁ ଯେଉଁମାନେ ସେଠାକୁ ଯାଆନ୍ତି ସେମାନେ ମଧ୍ୟ ଅନେକ ବିଷୟ ଇସ୍ରାଏଲ ଦେଶରୁ କିଣିକି ସେମାନେ ଆସନ୍ତି। ସେମାନେ ଏହିସବୁ ଜିନିଷ କିଣିବାର ସବୁଠାରୁ ମୁଖ୍ୟ କାରଣ ହେଉଛି ଯେପରି ତାହା ସେମାନଙ୍କ ସ୍ମରଣ ରହିବ, ଏକ ସ୍ମରଣୀୟ ପଦାର୍ଥ ରୂପେ, ଯେପରି ସେମାନେ ସ୍ମରଣ କରିବେ ଯେ ହଁ, ମୁଁ ଇସ୍ରାଏଲ ଦେଶକୁ ଯାଇଥିଲି, ଏଇ ଜିନିଷଟା ମୁଁ ଆଣିଛି। ତେବେ ଦେଖନ୍ତୁ, ଇଏ ହେଉଛି ଜାଫା, ଆଉ ଯାହାକି ଜେରୁସାଲେମ ସହରର ନିକଟବର୍ତ୍ତୀ। ଏହି ଭିଡ଼ିଓରେ ଆମେ ଜେରୁସାଲେମ ସହରକୁ ମିଶାଇକି ଏପରି ଅନେକ ସ୍ଥାନ ବିଷୟରେ ଆମେ ଜାଣିବା ଏବଂ ସେ ସ୍ଥାନ ଗୁଡ଼ିକୁ ଆମେ ନିଜ ଆଖିରେ ଆମେମାନେ ଦେଖିବା। ତେବେ ପ୍ରିୟ ବନ୍ଧୁଗଣ, ଏହି ଇସ୍ରାଏଲ ଦେଶ ଏପରି ଏକ ଦେଶ ଅଟେ ଯାହାକି ପୃଥିବୀ ବିଖ୍ୟାତ। ତା ସହିତ ବାଇବେଲର ମଧ୍ୟ, ବାଇବେଲ ଇତିହାସର ମଧ୍ୟ ଇସ୍ରାଏଲ ଦେଶର ନାଁ ରହିଅଛି। ଆପଣ ଯଦି ଜାଣିବାକୁ ଚାହୁଁଛନ୍ତି ତେବେ ଦେଖନ୍ତୁ, ଇସ୍ରାଏଲ ଦେଶର ନାଁ ବାଇବେଲରେ ବି ଅଛି, ସାରା ୱାର୍ଲଡ ବା ପୃଥିବୀରେ ମଧ୍ୟ ରହିଅଛି। ଇଏ ହେଉଛି ଇସ୍ରାଏଲ ଦେଶର ଏକ ମାର୍କେଟ, ଯାହାକୁ ଆପଣ କହିପାରିବେ ରୋଡ଼ ସାଇଡ଼ ମାର୍କେଟ। ଏପରିକି ଆମ ଭାରତବର୍ଷରେ ମଧ୍ୟ ଅନେକ ମାର୍କେଟ ଅଛି, କିନ୍ତୁ ଇସ୍ରାଏଲ ଦେଶର ଏହି ମାର୍କେଟ ସମ୍ପୂର୍ଣ୍ଣ ଅଲଗା ଏବଂ ଅତ୍ୟନ୍ତ ସୁନ୍ଦର। ଏହି ଇସ୍ରାଏଲ ଦେଶର ରାସ୍ତାଘାଟ ଗୁଡ଼ିକ ଆପଣ ଯଦି ଦେଖିବେ ତେବେ ଅତ୍ୟନ୍ତ ପରିଷ୍କାର ପରିଚ୍ଛନ୍ନ ଅଟେ। ଆପଣ ଦେଖନ୍ତୁ, ଏ ରାସ୍ତାଘାଟ ଗୁଡ଼ିକ ଆପଣ ଦେଖନ୍ତୁ, ଏଠାରେ ଅନେକ ବିଷୟ ମିଳେ। ଯଦି ଆପଣ ଏ ସମସ୍ତ ଜିନିଷ ବିଷୟରେ ଜାଣିଛନ୍ତି ତେବେ ଏହି ଭିତରୁ କେଉଁ ବିଷୟ ଆପଣ ଜାଣିଛନ୍ତି ଆପଣ କମେଣ୍ଟ ମଧ୍ୟ କରିପାରିବେ। କିମ୍ବା ଯଦି ଆପଣ କେବେ ଇସ୍ରାଏଲ ଦେଶକୁ ଯାଇଛନ୍ତି, ଜେରୁସାଲେମ ସହରକୁ ଯାଇଛନ୍ତି, ବୁଲିଛନ୍ତି, କିମ୍ବା ଆପଣ ଯଦି ଏହିଭଳି ମାର୍କେଟରେ ଯଦି କେବେ ଯାଇକି ଆସିଛନ୍ତି ତେବେ ମଧ୍ୟ ଆପଣ ମୋତେ କମେଣ୍ଟ କରିପାରିବେ। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଇଏ ରହିଲେ ମ୍ୟାପ୍। ଏ ଅଞ୍ଚଳର ଏକ ମାନଚିତ୍ର ଅଟେ। ଏ ମାନଚିତ୍ରକୁ ଦେଖିକି ମଧ୍ୟ ଅନେକ ବିଷୟ ଜାଣି ହୁଏ। ତେବେ ଇଏ ହେଉଛି ଜେରୁସାଲେମ ସହର। ଆପଣ ଦେଖନ୍ତୁ, ଓଲ୍ଡ ସିଟି ବଜାର, ପୁରୁଣା ସହର ଜେରୁସାଲେମର। ଦେଖନ୍ତୁ କେତେ ସୁନ୍ଦର ସୁନ୍ଦର ଜିନିଷ ସବୁ ରହିଅଛି। ଏ ସମସ୍ତ ଜିନିଷ ଗୁଡ଼ିକ ଲୋଭନୀୟ ଅଟେ। ଅର୍ଥାତ୍ ଏ ସମସ୍ତ ଜିନିଷ ଦେଖିଲେ ମନେ ହୁଏ ଯେପରି ଏହି ଭିତରୁ କୌଣସି ଗୋଟେ ଜିନିଷକୁ ମୁଁ କିଣିକି ନେଇଯାଆନ୍ତି କି, ସେଭଳି ମନେ ହୁଏ।
ଆଉ ଦେଖନ୍ତୁ କେତେ ଲୋକମାନେ ସବୁ ଏଠାରେ ଅଛନ୍ତି। ତେବେ ପ୍ରିୟ ବନ୍ଧୁଗଣ, ଏ ଇସ୍ରାଏଲ ଦେଶ ବା ଏଇ ଜେରୁସାଲମ ଏ ଯେଉଁ ନଗର ଯାହା ଆପଣ ଦେଖୁଅଛନ୍ତି, ତା ଖାସ୍ କାହିଁକି? ଖାସ୍ ଏଥିପାଇଁ ଯେ ଆମମାନଙ୍କ ତ୍ରାଣକର୍ତ୍ତା ଏଇଠାରେ ଜନ୍ମଗ୍ରହଣ କରିଥିଲେ। ସେ ଏହି ସ୍ଥାନର ଅନେକ ଜାଗାକୁ ସେ ଭ୍ରମଣ କରିଥିଲେ, କେତେବେଳେ ନୌକାରେ, କେତେବେଳେ ଚାଲି ଚାଲି ଶିଷ୍ୟମାନଙ୍କ ସହିତ ସେ ଭ୍ରମଣ କରିଥିଲେ। ସେଥିନିମନ୍ତେ ଏହି ସ୍ଥାନ ଗୁଡ଼ିକ ଦର୍ଶନୀୟ ସ୍ଥାନ ନାମରେ ପରିଚିତ ଅଟେ। ଏଗୁଡ଼ିକ ଆଜି ମଧ୍ୟ ରହିଅଛି। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସମୟରେ ହୁଏତ ଦେଖିବା ନିମନ୍ତେ ଏ ସମସ୍ତ ଜାଗା କିଛି ଅଲଗା ହେଇଥାଇପାରେ, କିନ୍ତୁ ବର୍ତ୍ତମାନ ଏ ସମସ୍ତ ଜାଗା ଗୁଡ଼ିକ ଟିକେ ପରିବର୍ତ୍ତନ ହୋଇଯାଇଛି। ଟିକେ ନୁହେଁ, ବହୁତ କିଛି ପରିବର୍ତ୍ତନ ହୋଇଯାଇଛି। ଯୀଶୁଙ୍କ ସମୟରେ ଯେପରି ଥିଲା ସେପରି ନୁହେଁ। ଆଜି ତ ଏଠାରେ ଅନେକ ବଡ଼ ବଡ଼ କୋଠା, ଅନେକ ବଡ଼ ବଡ଼ ମହଲ, ବଡ଼ ବଡ଼ ହୋଟେଲ, ଏ ସମସ୍ତ ବିଷୟ ଦେଖିବାକୁ ମିଳେ। ତେବେ ଆପଣ ଦେଖନ୍ତୁ, ଏ ସହରକୁ ଦେଖନ୍ତୁ, ଏ ରାସ୍ତାଘାଟ ଦେଖନ୍ତୁ, କେତେ ପରିବର୍ତ୍ତନ ହେଇଛି। ପରିବର୍ତ୍ତନ ହେବା ମଧ୍ୟ ସ୍ୱାଭାବିକ। ତାର କାରଣ ହେଉଛି ଦେଖନ୍ତୁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସମୟ, ବର୍ତ୍ତମାନ ସମୟ, ଆଉ ଦୁଇଟି ସମୟ ମଧ୍ୟରେ ତଫାତ ହେଉଛି 2000 ବର୍ଷରୁ ଅଧିକ। ତେବେ 2000 ବର୍ଷରୁ ଅଧିକ ହେଲାଣି। ତେବେ ପରିବର୍ତ୍ତନ ହେବା ତ ସ୍ୱାଭାବିକ ବିଷୟ ଅଟେ, ଏକ ସାଧାରଣ ବିଷୟ ଅଟେ। ତେଣୁ ଏହି ସମସ୍ତ ବିଷୟକୁ ଆପଣ ପରିବର୍ତ୍ତନ ହେଇଥିବାର ଆପଣ ଲକ୍ଷ୍ୟ କରିପାରୁଥିବେ। ଦେଖନ୍ତୁ, ପ୍ରଭୁ ଯୀଶୁଖ୍ରୀଷ୍ଟ ସମୟରେ ଯେପରି ଥିଲା ସେପରି ନୁହେଁ। ଅନେକ ସୁନ୍ଦର ସୁନ୍ଦର ବିଲ୍ଡିଂ ସବୁ ଅଛି, ଆପଣ ଦେଖିପାରୁଥିବେ। ଦେଖନ୍ତୁ, କେତେ ସୁନ୍ଦର ସୁନ୍ଦର ବିଲ୍ଡିଂ ଅଛି, ଘର ଦ୍ୱାର ଅଛି। ଅର୍ଥାତ୍ ଯୀଶୁଙ୍କ ସମୟ ଠାରୁ ଇଏ ହେଉଛି ସମ୍ପୂର୍ଣ୍ଣ ଅଲଗା। ଆଉ ଏଇ ଯେଉଁ ମାର୍କେଟ ଅଛି, ଏଠାରେ ଅନେକ ସୁନ୍ଦର ସୁନ୍ଦର ଜିନିଷ ସବୁ ମିଳେ ଏବଂ ଏଗୁଡ଼ାକ ବହୁତ ଷ୍ଟ୍ରଙ୍ଗ। ଆଉ ଏଗୁଡ଼ାକ କାହିଁରେ ତିଆରି? ସିଙ୍ଗଲ ଉଡ୍, ମାନେ ଗୋଟେ କାଠରୁ ତିଆରି। କେବଳ ମାତ୍ର ଗୋଟେ କାଠକୁ ତାକୁ କାଟିକି ତାକୁ ସାଇଜ୍ କରିକି ଅନେକ ଜିନିଷ ସବୁ ତିଆରି କରାଯାଇଥାଏ। ସେଗୁଡ଼ିକ ମାର୍କେଟରେ ବିକ୍ରି କରାଯାଇଥାଏ। ଏଠାରେ ଅନେକ ଖାଇବା ବିଷୟ ସବୁ ମିଳେ। ଫାଷ୍ଟ ଫୁଡ଼ ଆପଣ ପାଇପାରିବେ। ଏଠାରେ ଅନେକ ପିଜା, ବର୍ଗର ମଧ୍ୟ ରହିଅଛି। ଏ ଦେଖନ୍ତୁ, ସବୁ ରେଡ଼ି କରିକି ରଖାଯାଇଛି। ଆଉ ଅର୍ଡ଼ର ଦେଲା ମାନେ ସେ ସମସ୍ତ ବିଷୟ ଆସିକି ଆପଣଙ୍କ ପାଖରେ ପହଞ୍ଚିବ। ତେବେ ଅନେକ ଲୋକମାନଙ୍କୁ ଦେଖନ୍ତୁ, ଏଠାରେ ଦିନ ରାତି 24 ଘଣ୍ଟା, ପ୍ରାୟ 24 ଘଣ୍ଟା କ'ଣ ହୁଏ, ଏଠାରେ ଗ୍ରାହକମାନେ ପୁରା ଲାଗିଥାନ୍ତି। କ୍ରେତା ଏବଂ ବିକ୍ରେତା ମାନେ କିଣୁଥିବା ଲୋକ ଏବଂ ବିକୁଥିବା ଲୋକ ଉଭୟଙ୍କ ଏଠାରେ ଆପଣ ଦିନ ରାତି 24 ଘଣ୍ଟା ଆପଣ ଦେଖିବାକୁ ପାଇବେ। ହଁ ଆଜ୍ଞା, ଆଉ ଏଠାକାର ଲୋକମାନେ ହେଉଛନ୍ତି ବହୁତ ପରିଶ୍ରମୀ। ଆଉ ସେମାନେ ପରିଶ୍ରମ କରିବାକୁ ବହୁତ ଭଲ ପାଇଥାନ୍ତି। ତେବେ ଦେଖନ୍ତୁ, କେତେ ସବୁ ସୁନ୍ଦର ସୁନ୍ଦର ଜିନିଷ ସବୁ ଏଠାରେ ରଖାଯାଇଛି। କେତେ ସୁନ୍ଦର ଜିନିଷ। ଏହିସବୁ ଦେଖିଲା ପରେ ଆପଣଙ୍କୁ କିପରି ଅନୁଭବ ହେଉଛି? ମୋତେ ତ ବହୁତ ବଢ଼ିଆ ଲାଗୁଛି।
ମୁଁ ପୁରା ଏନ୍ଜୟ କରୁଛି, ଯେହେତୁ ଆମମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜାଗା ଇଏ ଅଟେ। ସେ ସ୍ଥାନରେ ଏତେ ସବୁ ଉନ୍ନତି ଦେଖିକି ଏକ ଆଶୀର୍ବାଦର ଦେଶକୁ ଦେଖିବା ପରେ ମୋତେ ବହୁତ ଆନନ୍ଦ ଅନୁଭବ ହେଉଛି। ଆପଣଙ୍କୁ କିପରି ଅନୁଭୂତ ହେଉଛି ଆପଣ କମେଣ୍ଟ ମାଧ୍ୟମରେ ମୋତେ ନିଶ୍ଚିନ୍ତ ରୂପରେ ଜଣାନ୍ତୁ ଯେ ଏହିସବୁ ଜାଗାକୁ ଦେଖିଲା ପରେ ଆପଣଙ୍କୁ କିପରି ଅନୁଭବ ହେଉଛି। ଏଠି ଅନେକ ଚକୋଲେଟ୍ ମିଳେ, ଏସବୁ ଭାଗ ଭାଗ ହୋଇକି ରହିଛି। ଚକୋଲେଟ୍ ଗୋଟେ ଜାଗାରେ, ବିସ୍କୁଟ୍ ଗୋଟେ ଜାଗାରେ, ଜଳଖିଆ ଗୋଟେ ଜାଗାରେ, ମିଲ୍ ଆଉ ଗୋଟେ ଜାଗାରେ, ସବୁ ଭାଗ ଭାଗ କରାହେଇଛି। ଆଉ ଏଠାକାର ଯେଉଁ ଚକୋଲେଟ୍ ଆମର ଭାରତୀୟ ଚକୋଲେଟ୍ ଠାରୁ ଅନେକ ଭିନ୍ନ ଅଟେ। ଯଦି ଆପଣ କେବେ ଯାଉଛନ୍ତି ତେବେ ଯାଇକି ଥରେ ଟେଷ୍ଟ କରନ୍ତୁ ସ୍ୱାଦ କେମିତିକା ଅଟେ। ଯେପରି ମୁଁ ଆପଣଙ୍କୁ କହୁଥିଲି, ଦିନ ରାତି 24 ଘଣ୍ଟା ଗ୍ରାହକମାନେ ଏଠାରେ ଲାଇନ୍ ଲଗାଇଥାନ୍ତି। ଆଉ ଏ ଦୋକାନ ଗୁଡ଼ିକ ପ୍ରାୟ 24 ଘଣ୍ଟା ଖୋଲା ରହେ। ଏଇଠି ଦେଖନ୍ତୁ, ଏଇ ଯେଉଁ ମାର୍କେଟରେ କେତେ ସୁନ୍ଦର ମାର୍କେଟ। ଆପଣ କିପରି ଅନୁଭବ କରୁଛନ୍ତି? ଏଇଟା ହେଉଛି ଭାୟା ଡୋଲୋରୋସା। ମୁଁ କ'ଣ କହିଥିଲି ଆପଣଙ୍କୁ ଯେ এই ଭିଡ଼ିଓରେ ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଐତିହାସିକ ଜାଗା ସମ୍ବନ୍ଧରେ ଏକାଧିକ ଏକରୁ ଅଧିକ ଜାଗା ଆମେ ଦେଖିବା। ଭାୟା ଡୋଲୋରୋସା ଇଏ ହେଉଛି ସେହି ଜାଗା ଯେଉଁ ଜାଗାରେ ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜର କ୍ରୁଶକୁ ବହନ କରିକି ଯାଇଥିଲେ। କେଉଁଠିକି? ଗଲଗତା ପାହାଡ଼ ପାଖକୁ ଯାଇଥିଲେ। ପ୍ରଭୁ ଯୀଶୁଖ୍ରୀଷ୍ଟ ଯେଉଁ ରାସ୍ତାରେ କ୍ରୁଶ ବହନ କରିଥିଲେ ଇଏ ହେଉଛି ସେଇ ଗଳି ବା ସେଇ ରାସ୍ତା ଯାହାକୁ କୁହାଯାଏ ଭାୟା ଡୋଲୋରୋସା। ଏଠି ଦେଖନ୍ତୁ ଅନେକ ପାତ୍ର ଗୁଡ଼ିକ ମିଳେ ବା ଆପଣ ଯାହା ବି କହିପାରିବେ। ଏଠାରେ ଯୀଶୁଙ୍କର ଗୋଟେ ମୂର୍ତ୍ତି ଅଛି। ଭାୟା ଡୋଲୋରୋସା କ୍ରୁଶ ବହନ କରୁଥିବା ଗୋଟେ ମୂର୍ତ୍ତି। ସେଇ ମୂର୍ତ୍ତିକୁ ଦେଖିଲେ ଦେଖୁ ଦେଖୁ ଜାଣିଦେବ ଯେ ଏଇଟା କେଉଁ ଜାଗା। ଏଠି ଦେଖନ୍ତୁ କେତେ ଜିନିଷ ସବୁ ମିଳୁଛି। ତେବେ ମୁଁ ଯେପରି ଆପଣଙ୍କୁ କହିଥିଲି ଯେ ଇସ୍ରାଏଲ ଦେଶ ହେଉଛି ପରମେଶ୍ୱରଙ୍କର ଆଶୀର୍ବାଦର ଦେଶ ଅଟେ। ଆଉ ପରମେଶ୍ୱର ଏହି ଦେଶକୁ ଏହିଭଳି ଭାବରେ ଆଶୀର୍ବାଦ କରିଆସନ୍ତି ଯାହାକି କଳ୍ପନାର ବାହାରେ। ଦେଶ ଛୋଟ ହୋଇପାରେ କିନ୍ତୁ ଏହି ଦେଶର ଲୋକମାନଙ୍କର ବୁଦ୍ଧି, ସେମାନଙ୍କର ଜ୍ଞାନ, ସେମାନଙ୍କର କଳା କୌଶଳ ସବୁକିଛି ଉନ୍ନତ ଧରଣର ଅଟେ। କେବଳ ଉନ୍ନତ ନୁହେଁ, ଅତି ଉନ୍ନତ ଧରଣର ଅଟେ। ସେଥିପାଇଁ ତ ଇସ୍ରାଏଲ ଦେଶକୁ ଆଜି ପର୍ଯ୍ୟନ୍ତ କେହି ମୋତେ ପରାସ୍ତ କରିପାରି ନାହିଁ। ଏଠି ଦେଖନ୍ତୁ, ଏଠି ଏକ ହୋଟେଲ ଅଛି। ଏଠାରେ କ'ଣ କ'ଣ ସବୁ ମିଳୁଛି। ୱାଓ, କେତେ ସୁନ୍ଦର ସୁନ୍ଦର ଭଲ ଭଲ ଖାଇବା ଜିନିଷ ସବୁ ରଖାଯାଇଛି। ହେଉଛି ଇସ୍ରାଏଲ ଦେଶର ଇଏ ହେଉଛି ସବୁ ମିଠା ଗୁଡ଼ିକ। ଯେପରିକି ଆମର ଭାରତରେ ଲଡ଼ୁ ଅଛି, ରସଗୋଲା ଅଛି, ଗଜା ଅଛି, କେତେ ପ୍ରକାର ଜିନିଷ ଅଛି। ସେଭଳି ଇସ୍ରାଏଲ ଦେଶର ମଧ୍ୟ ମାର୍କେଟ ମାନଙ୍କରେ ଏହିଭଳି ଜିନିଷ ସବୁ ମିଳିଥାଏ। ହଁ ପ୍ରିୟ ବନ୍ଧୁଗଣ, ଆପଣ ଦେଖନ୍ତୁ କେତେ ସୁନ୍ଦର ସୁନ୍ଦର ବିଷୟ ଗୁଡ଼ିକ ଏଠାରେ ରହିଅଛି। ତେବେ ପ୍ରିୟ ବନ୍ଧୁଗଣ, ଯଦି ଆପଣ କେବେ ଇସ୍ରାଏଲ ଦେଶକୁ ଯାଆନ୍ତି ତେବେ ଏହି ଭାୟା ଡୋଲୋରୋସା
गली भितर आपण निश्चय जातु थरे। वेलकम टू द वेस्टर्न वॉल। बर्तमान आम देखा वेस्टर्न वॉल। वाओ, ये मध्य होची इस्राएल देशर एक विख्यात जगह बा फेमस जगह। यही स्थान रे जिहुदी माने सेमानकर पर्व समय रे एकत्रित हुअन्ति। आ कांथाड़ को मुह करके सेमाने जिहोवा परमेश्वर को उद्देश्य रे प्रार्थना करि थांते। कांथ को स्पर्श करके कांथाड़ मुह करके सेमाने प्रार्थना करन्ति। क्यों माने जिहुदी लोक माने। तेबे आज मध्य ए जगह रही अछि। मु जेपरि आपन कहिले जे जेतेबेले जिहुदी मानकर पर्व आसे सेतेबेले सेमाने ए कांथ पाखरे रही कांथ को स्पर्श करी सेमाने प्रार्थना करि थांती, परमेश्वर को स्तुति करि थांती। ये होछि सेमानक देशर परंपरा। जेरूसलम रे ये होछि परंपरा। और से कांथ को वेस्टर्न वॉल नाम रे नामित करा जाइछि। तबे देखंतु जेरूसलम मंदिर पूरा दूर अच्छे। और यहाँ हूँ जेरूसलम। आज जो जेरूसलम मंदिर ताठार किछि दूर रे ये जगह अवस्थित, जहाँ आम मैंने देखु। देखो जेरूसलम मंदिर दूर एमती देखा जाए। आ पाखक गले किपर देखा जाए से आपन जानिया को चाहते तबे मोर चैनल को विजिट करंतु। चैनल भितर से वीडियो सब रही अछि। तबे ख्रीष्ट रे प्रिय भाई एवं भनी माने आ खुशीर खबर होउछि ये हूँ प्रभु जीशुंकर जगह। आम मैंने भाग्यवान जे आम मैंने ये समस्त जगह को निज आखिर आम देखु। घर थी से जगह को न जाइए आम मैंने निज आखिरे ये समस्त विषय आम मैंने देखु। से निमंते आम मैंने धन्य अटु। तबे प्रिय भाई एवं भनी माने ये हूँ से जगह। देखंतु अनेक जिनस सब भांगी जाइए। दर्शनीय स्थान गुड़िक एपरी अनेक रही आसे जार केवल भग्नावशेष गुड़िक रही आसे। इस्राएल देशर ये हूँ गोटे दर्शनीय स्थान अटे जगह आम कहीपर दर्शनीय स्थान। तबे प्रिय बंधुगण ख्रीष्टर प्रिय भाई एवं भनी माने ये जगह आपन किपर लगुअछि। जदि आपन मत प्रश्न करते जे तुम्हें कह जगह तुमको किपर लगुच, मु कहबी जे ये जगह मत बहुत बढ़िया लगुच। यही प्रभु जीशु ख्रीष्टर स्थान को देखी मु आनंदित अटे, अत्यंत आनंदित अटे। तबे आपन कौन कहे ये जगह आपन किपर लगुअछि? तबे प्रिय बंधुगण अनेक ये जगह को आसती और ये जगह को आसिक से फोटो उठाते, अनेक एंजॉय करके ये जगह से जाते। तबे ये हूँ जेरूसलम सहर। बर्तमान पर्यंत आपन जहाँ भी किसी देखिले से हूँ जेरूसलम सहर। ये हूँ तार एक मानचित्र बा ता हूँ एक मैप मानचित्र आपन कहि परिबे।
ତେବେ ପ୍ରିୟ ବନ୍ଧୁଗଣ, ତେବେ ଦେଖନ୍ତୁ ଏ ଜାଗା ଉପରେ ଟିକେ ନଜର ପକାନ୍ତୁ। ଯଦି ଆପଣ ପୂର୍ବରୁ କେବେ ବି ଏ ଜାଗାକୁ ଯାଇଛନ୍ତି ତେବେ ମୋତେ କମେଣ୍ଟ କରିକି ନିଶ୍ଚିନ୍ତ ଭାବରେ ଜଣାଇବେ ଯେ ଆପଣ ସେ ଜାଗାକୁ ଯାଇଅଛନ୍ତି ବୋଲି। ଶୁଣିଲା ପରେ ମୋତେ ମଧ୍ୟ ଖୁସି ଲାଗିବ, ଯେହେତୁ ଆପଣ ସେଠାକୁ ଗଲେ, ସେ ଜାଗାକୁ ନିଜ ଆଖିରେ ଦେଖିଲେ।
ତେବେ ପ୍ରିୟ ବନ୍ଧୁଗଣ, ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ହୃଦୟର ସହିତ ଆନ୍ତରିକ ନମସ୍କାର। ପୁଣି ଦେଖାବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ ଆଉ ଗୋଟେ ଅଧ୍ୟାୟରେ। ଆଉ ଆସନ୍ତା ଭିଡ଼ିଓରେ ମଧ୍ୟ ଆମେମାନେ ଜେରୁସାଲେମ ସହର ବିଷୟରେ କିମ୍ବା ଇସ୍ରାଏଲ ଦେଶ ବିଷୟରେ ଅଧିକ କିଛି ବିଷୟ ଆମେମାନେ ଜାଣିବା। ତେବେ ଏଇଠାରେ ମୁଁ ବିଦାୟ ନେଉ ବସେ। ପୁଣି ଦେଖାବା ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ ଆଉ ଗୋଟେ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ଆପଣଙ୍କୁ ଖ୍ରୀଷ୍ଟ ପ୍ରେମରେ ମୋର ଆନ୍ତରିକ ନମସ୍କାର।